ଆଜି ଏମିତି ମଜା ହେବ ବୋଲି ମୁଁ ଭାବି ନଥିଲି। ତ ସର୍ବପ୍ରଥମେ ମୋ ତରଫରୁ ଆପଣମାନଙ୍କୁ ସବୁ ହାପି ଦିୱାଲି। ତ ଆଜି ବି ଆମ କମ୍ପାନୀ ଓପେନ୍ ଥିବାରୁ ଆମେ କମ୍ପାନୀ ଯିବାକୁ ବାହାରି ପଡ଼ିଲୁ। ଯିବା ପୂର୍ବରୁ ଟିକେ ଆସିଲୁ ହେରି ବ୍ରେକଫାଷ୍ଟ କରିବାକୁ। ଆଉ ବ୍ରେକଫାଷ୍ଟ କରିସାରିବା ପରେ ଆମେ ଅଟୋ ଧରି କମ୍ପାନୀକୁ ଯିବାକୁ ବାହାରି ପଡ଼ିଲୁ। ଫାଇନାଲି ଏବେ ଆମେ କମ୍ପାନୀରେ ବି ପହଞ୍ଚିଗଲୁ। ଆଉ ଆଜି 8 ଘଣ୍ଟା ସିଫ୍ଟ ଥିବାରୁ ଆମେ ଜଲ୍ଦି ଆମ କାମ ବି ଷ୍ଟାର୍ଟ କରିଦେଲୁ। ଆଉ କିଛି ସମୟ କାମ କରିବା ପରେ ଆମର ହେଇଯାଇଥିଲା ଲଞ୍ଚ ଟାଇମ୍। ଆଉ ଲଞ୍ଚ ସରିବା ପରେ ଆମେ ଲାଇନକୁ ଆସି ଆମ କାମ ପୁଣି ଷ୍ଟାର୍ଟ କରିଦେଇଥିଲୁ। ଆଉ କିଛି ସମୟ କାମ କରିବା ପରେ ଆମର ଟାର୍ଗେଟ ବି କମ୍ପ୍ଲିଟ୍ ହେଇଯାଇଥିଲା। ଆଉ ଲାଇନ କ୍ଲିନ୍ କରି ଆମେ ସବୁ ବସି ପଡ଼ିଲୁ। ତାପରେ ଆମର ଟାଇମ୍ ହେଇଯାଇଥିବାରୁ ଆମେ ବାହାରକୁ ଆସିଲୁ ହେରି କେକ୍ ନେବା ପାଇଁ, କାରଣ ଭାଇର ଆଜି ବାର୍ଥଡେ ଥିଲା। ଆଉ କେକ୍ ଧରିକି ଆମେ ଚାଲିଲୁ ଏବେ ସେଲିବ୍ରେସନ କରିବା ପାଇଁ। ତ ସେଲିବ୍ରେସନ କରିବା ପୂର୍ବରୁ ଆମେ ପ୍ରଥମେ ଗଲୁ ପ୍ରଭୁଙ୍କ ଦର୍ଶନ କରିବା ପାଇଁ। ଆଉ ପାହାଡ଼ ଚଢ଼ି ଚଢ଼ି ସମସ୍ତଙ୍କର ପୁରା ହାଲତ ଖରାପ ହେଇଗଲା। ତ ଫାଇନାଲି ଆମେ ଏବେ ଆସିକି ମନ୍ଦିର ପାଖରେ ପହଞ୍ଚିଗଲୁ। ଆଉ ମନ୍ଦିରରେ ପହଞ୍ଚିକି ଆମେ ପ୍ରଭୁଙ୍କ ଦର୍ଶନ ବି କରିଦେଲୁ। ପ୍ରଭୁଙ୍କ ଦର୍ଶନ ସରିବା ପରେ ଆମେ ଆସିଲୁ ଏଠି ବାହାରକୁ। ଆଉ ବାହାରର ଦୃଶ୍ୟ କିଛି ଏମିତି ଥିଲା। ଭଗବାନ ପ୍ରକୃତିକୁ ଏମିତି ଗଢ଼ିଛନ୍ତି ଯେ ଯେପରି ପ୍ରକୃତିର ପ୍ରତ୍ୟେକ କଣ ଫଟୋଗ୍ରାଫର ମାନଙ୍କ ପାଇଁ ମନ୍ଦିର ଅଟେ। ଶେଷରେ ଆମେ ଆସିଲୁ ହେରି ଏବେ ସେଲିବ୍ରେସନ କରିବାକୁ। ତ ସେଲିବ୍ରେସନ ବେଳେ ବହୁତ ମସ୍ତି ହେଲା। ତ ସେଲିବ୍ରେସନ କରିସାରିବା ପରେ ଆମେ ଏବେ ଘରକୁ ରିଟର୍ନ କଲୁ। ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।